ବିଜେଡି ତ ଷଷ୍ଠ ଥର ପାଇଁ ଆସିଥାନ୍ତା ତାକୁ କେହି ହଟେଇ ଦେଇନଥାନ୍ତେ। ତାଙ୍କ କାର୍ଯ୍ୟକଳାପ ତାଙ୍କୁ ହଟେଇଦେଲା ସରକାରରୁ। ସେମାନେ ନିଜେ ନିଜେ ପଳେଇଲେ, ତାଙ୍କୁ କେହି ପଠେଇ ହେଇଥିବ। ପାଣ୍ଡିଆନ ପ୍ରଚାର କଲେ କି ପାଣ୍ଡିଆନ ବେଶୀ ଅପରେସନ କଲେ କି ବେଶୀ ଫ୍ରଣ୍ଟ କୁ ପଳେଇ ଆସିଲେ, ସେଇଥିପାଇଁ ବ୍ୟାକ୍ ଫାୟାର ହେଲା। ସେ ଯଦି ପଛରେ ରହୁଥିଲେ ଠିକ ଥିଲା, ଆଗକୁ ଆସିଲା ପରେ ବ୍ୟାକ୍ ଫାୟାର ହେଇଗଲା। କଣ୍ଟ୍ରୋଲ ଆଉ କେହି କାହା କଣ୍ଟ୍ରୋଲରେ ନାହାନ୍ତି। ବର୍ତ୍ତମାନ ଯୋଉ ଅବସ୍ଥା ହେଇଥିଲା 1997 ମସିହାରେ ବିଜୁ ବାବୁଙ୍କ ଦେହାନ୍ତ ପରେ, ଆଜି ସେଇ ଅବସ୍ଥା ପୁଣି ଥରେ ସୃଷ୍ଟି ହଉଛି। ଯେତେବେଳେ ରିଜନାଲ ପାର୍ଟି କଥା କିଛି ଏମଏଲଏ ଚାହୁଁଥିଲା ଆମେ ସିଧା ବିଜେପି କି ପଳେଇବୁ, କିନ୍ତୁ ସେତେବେଳେ ବିଜେପି କୁ ଗଲେନି। ପୁଣି ଚିନ୍ତା କରାଗଲା ଯେ ନାଇଁ ଆମେ ଗୋଟେ ରିଜନାଲ ପାର୍ଟି କରିବା, ବିଜେପି ସହିତ ଆଲିଆନ୍ସ କରିବା। ଏବଂ ସେତେବେଳେ ପ୍ରମୋଦ ମହାଜନ ଥିଲେ ଏବଂ ଦଳକୁ ତିଆରି ହେଲା। ଏବଂ ବିଜେପି ସେତେବେଳେ ଫଣ୍ଡିଂ କରିଥିଲା ପଇସା ବିଜେଡି କୁ। ବିଜେପି କିଛି ଚାହୁଁନି, ବିଜେପି ଚାହୁଁଛି ବିଜେଡି ରହୁ। କାହିଁକି କହିଲ, ତାର ଦଳ, ତାର ପଇସା, ସେଇ ଦଳ ସେ ତିଆରି କରିଥିଲା। ସେ କାହିଁ ଚାହିଁବ ଭାଙ୍ଗିବାକୁ? ଇଏ ମନକୁ ମନ ଭାଙ୍ଗି ଯାଉଛନ୍ତି, ତାଙ୍କ ଷ୍ଟାଇଲ ଅଫ ଅପରେସନ। ଇଏ ଯୋଉ କଂଗ୍ରେସ ବାଲାକୁ ଆଣିକିରି ବିଜେଡିରେ ପୁରେଇ ଦେଲେ, ସେଇଥିପାଇଁ ଇଏ ଦଳ ବର୍ତ୍ତମାନ ରସାତଳ ହବାକୁ ଯାଉଛି। ନିଶ୍ଚିତ ଭାବରେ ବିଜୁ ପଟ୍ଟନାୟକଙ୍କର ଯୋଉ ବିଚାରଧାରା, ଗୋଟେ ଅଣ କଂଗ୍ରେସ ରାଜନୀତିରେ ଓଡିଶାରେ କହିଲେ ବିଜୁ ପଟ୍ଟନାୟକ। ବିଜୁ ପଟ୍ଟନାୟକ ମଧ୍ୟ ଅଣ କଂଗ୍ରେସ ପ୍ଲାଟଫର୍ମ ତିଆରି କରିଥିଲେ। ବହୁତ ନେତା ଆଜି ବି ସିନିୟର ଲିଡର ଅଛନ୍ତି, ୟଙ୍ଗ ଜେନେରେସନର, ମିଡିଲ ଏଜର ଲିଡର ମାନେ ଅଛନ୍ତି ଏବଂ ଏଜ ପିଲା ବି ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହେଇଛନ୍ତି। ଆଉ ବିଜୁ ପଟ୍ଟନାୟକ କହିଲେ ଗୋଟେ 21st ସେଞ୍ଚୁରୀରେ ସିଏ ହେଉଛନ୍ତି ଆମର ଗୋଟେ ଆଖିରେ ଦେଖିବା ଲୋକ। ଆମେ ଫିଜିକାଲି ଗୋଟେ ଲୋକଙ୍କୁ ଦେଖିଥିଲୁ, ସେ ଲିଡରସିପ ଉପରେ ସମସ୍ତଙ୍କର ଟ୍ରଷ୍ଟ ଥିଲା। ତାଙ୍କର ଯୋଉ ବିଚାରଧାରାକୁ ନେଇକିରି ବିଜୁ ଜନତା ଦଳ ତିଆରି ହେଇଥିଲା, ପ୍ରାକ୍ଟିକାଲି ଧୀରେ 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 ସେଟା ଡିଗ୍ରେଡେସନ ହେଲା ଏବଂ ଧୀରେ ଧୀରେ ଅସନ୍ତୋଷ ବଢି ବଢି ଚାଲିଥିଲା। ଏବଂ ସେଥିରେ ମଧ୍ୟ 25 ବର୍ଷ ଭିତରେ ମଧ୍ୟ ବହୁ କଥା ଉଠିଛି। ଏ କଥା ବିଜୁ ଜନତା ଦଳରେ ବିଜୁ ଲିଗାସି କଥା ହଉ କିମ୍ବା ବିଜୁ ପଟ୍ଟନାୟକଙ୍କର ଆଦର୍ଶର କଥା ହଉ, ବିଜୁ ପଟ୍ଟନାୟକଙ୍କର ବିଚାରଧାରାର କଥା ହଉ କି ବିଜୁ ପଟ୍ଟନାୟକଙ୍କର ଲିଗାସି ମାନଙ୍କୁ ଖତମ କରିବାର କଥା ହଉ, ଏ କଥା ବହୁତ ବାର ହେଇଛି। ଏବଂ ଯେବେ ବିଜୁ ଜନତା ଦଳ ତିଆରି ହେଲା, ମତେ କାହିଁ ଲାଗୁଛି ସେଇ ଦିନଠୁ ବିଜୁ ପଟ୍ଟନାୟକ ନାଁ ଖାଲି ରହିଲା, ବିଜୁ ଲିଗାସିକୁ ଖତମ କରି 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 ଦିଆଗଲା। ଆରେ ପୁଅ ତାଙ୍କର ପୁଅ ନର୍ମାଲ କଥା, ସେଇଟା କଣ ଲିଗାସି? କଣ ଲିଗାସି? ଏଇଟା ଘର କଥା ନୁହଁ, ଏଇଟା ପାର୍ଟିର କଥା, ଏଇଟା ଗୋଟେ ବିଚାରଧାରାର କଥା, ଇଏ ଗୋଟେ ଡେଭଲପମେଣ୍ଟର କଥା, ଓଡିଶାର କଥା। ବିଜୁ ପଟ୍ଟନାୟକଙ୍କ ପୁଅ ନବୀନ ପଟ୍ଟନାୟକ, ପ୍ରେମ ପଟ୍ଟନାୟକ ଏବଂ ଗୀତା ମେହଟା, ଏଥିରେ କିଛି ଅସୁବିଧା ନାହିଁ। ବଟ ପାର୍ଟି ଇଜ ନଟ ଇଜ ଫ୍ୟାମିଲି। ସିଏ କେବେ ପରିବାରକୁ ଦେଖିନଥିଲେ, ବିଜୁ ପଟ୍ଟନାୟକ କେବେ ପରିବାରବାଦ ରାଜନୀତିରେ କରିନଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ତାଙ୍କୁ ଏବଂ ଦଳର ବିଜୁ ପଟ୍ଟନାୟକଙ୍କୁ ଭଲ ପାଉଥିବା ଲୋକମାନେ, ମୁଁ ବି ସେଥିରେ ଥିଲି, ମୁଁ ଗୋଟେ ଷ୍ଟୁଡେଣ୍ଟ ଲିଡର ଥିଲି। ଆଉ ଯୋଉଦିନ ପାର୍ଟି ତିଆରି ହେଲା ସେଇଦିନ ବି ନବୀନ ନିବାସରେ ମୁଁ ଥିଲି। ଏଇମାନେ ଆଜି ଯୋଉମାନେ ବିଜେଡି କଥା କହୁଛନ୍ତି, ସେମାନେ କେହି ନଥିଲେ ସେତେବେଳେ। 1997 ମସିହାରେ ଯେତେବେଳେ ବିଜୁ ବାବୁ ଦେହାନ୍ତ ହେଲା, ଆମେ ସେତେବେଳେ ଥିଲୁ। ଏବଂ ଡିସେମ୍ବର 26ରେ ଯୋଉ ତିଆରି ହେଲା, ସେତେବେଳେ ବି ଆମେ ଥିଲୁ। ଏବଂ ବିଜୁ ଜନତା ଦଳ ଯୋଉଦିନ ତିଆରି ହେଲା, ସେଦିନ ମୁଁ ଥିଲି ବି ନବୀନ ପଟ୍ଟନାୟକ ପାଖରେ ଠିଆ ହେଇଥିଲି, ରାମକୃଷ୍ଣ ପଟ୍ଟନାୟକ ବସିଥିଲେ, ପ୍ରେସ କନଫରେନ୍ସ ହଉଥିଲେ, ବିଜୟ ମହାପାତ୍ର ବି ଥିଲେ। ତ ସେଇ ଦିନଠୁ ମୁଁ ଦେଖୁଛି, ମୋର ଅଭିଜ୍ଞତା, ମୁଁ ତ ଅତି ବେଶୀ କଥା କହିପାରିବିନି, ମୁଁ ଯେତିକି ଦେଖିଛି କହିବି। 90 ମସିହାଠୁ ଏବେକାର କଥା 2026 ଭିତରେ ମୁଁ ଯେତିକି ଅନୁଭବ କରିଛି, ଜନତା ଦଳ ଆଉ ବିଜୁ ଜନତା ଦଳ, ବିଜୁ ପଟ୍ଟନାୟକଙ୍କୁ ଦେଖିଥିଲୁ, ବିଜୁ ପଟ୍ଟନାୟକ ଆକ୍ଟିଭିଟି ଦେଖିଥିଲୁ, ବିଜୁ ପଟ୍ଟନାୟକଙ୍କର ଡ୍ୟାରିଂକୁ ଦେଖିଥିଲୁ, ବିଜୁ ପଟ୍ଟନାୟକଙ୍କର ଓଡିଆ ଅସ୍ମିତା ପ୍ରତି ଯୋଉ ଆଗ୍ରହ, ଉତ୍ସାହ, ଯୋଉ ମୋ ଓଡିଆ, ମୋ ପୁଅ, ମୋ ପିଲା, ମୋ ଓଡିଆ ଭାଇ ଭଉଣୀ ମାନେ, ଏ ଯୋଉ ଫିଲିଂସ ଥିଲା, ଧୀରେ 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 ଡିଗ୍ରେଡେସନ ହେଲା। କିଏ କଣ୍ଟ୍ରୋଲ କରୁଛି? କେହି କଣ୍ଟ୍ରୋଲ ନାହିଁ। ସେ ମନକୁ ମନ କଣ୍ଟ୍ରୋଲ ଆଉ କଣ ଅଛି? ସବୁ ଭାଙ୍ଗି ତ ଗଲାଣି, ଆଉ କଣ୍ଟ୍ରୋଲ କଣ ଅଛି? କଣ୍ଟ୍ରୋଲ ଆଉ କେହି କାହା କଣ୍ଟ୍ରୋଲରେ ନାହାନ୍ତି। ବର୍ତ୍ତମାନ ଯୋଉ ଅବସ୍ଥା ହେଇଥିଲା 1997 ମସିହାରେ ବିଜୁ ବାବୁଙ୍କ ଦେହାନ୍ତ ପରେ, ଆଜି ସେଇ ଅବସ୍ଥା ପୁଣି ଥରେ ସୃଷ୍ଟି ହଉଛି। ଯେତେବେଳେ ରିଜନାଲ ପାର୍ଟି କଥା, ଯେତେବେଳେ ଏ ପ୍ରଶ୍ନବାଚୀ ତିଆରି ହେଲା, ସେତେବେଳେ ଗୋଟେ କିଛି ଏମଏଲଏ ମାନଙ୍କ ମନରେ ଆସିଲା ଯେ ଆମେ ଗୋଟେ ରିଜନାଲ ପାର୍ଟି ତିଆରି, ସେତେବେଳେ ଜନତା ଦଳ ଥିଲା। ଏବଂ ସେତେବେଳେ ସେମିତି କିଛି ଲୋକଙ୍କ ମନରେ ଆସିଲା ଯେ ନାଇଁ ବର୍ତ୍ତମାନ ଠିକ ଠାକ ଚାଲିନି, ଆମେ ଗୋଟେ ରିଜନାଲ ପାର୍ଟି କରିବା। ଏବଂ ରିଜନାଲ ପାର୍ଟି ହେଲା। ରିଜନାଲ ପାର୍ଟି କିଛି ଏମଏଲଏ ଚାହୁଁଥିଲା ଆମେ ସିଧା ବିଜେପି କି ପଳେଇବୁ, କିନ୍ତୁ ସେତେବେଳେ ବିଜେପି କୁ ଗଲେନି। ପୁଣି ଚିନ୍ତା କରାଗଲା ଯେ ନାଇଁ ଆମେ ଗୋଟେ ରିଜନାଲ ପାର୍ଟି କରିବା, ବିଜେପି ସହିତ ଆଲିଆନ୍ସ କରିବା। ଏବଂ ସେତେବେଳେ ପ୍ରମୋଦ ମହାଜନ ଥିଲେ ଏବଂ ଦଳକୁ ତିଆରି ହେଲା। ଏବଂ ବିଜେପି ସେତେବେଳେ ଫଣ୍ଡିଂ କରିଥିଲା ପଇସା ବିଜେଡି କୁ।
आगुरी भी कही मानस पुत्र बीजेपी मानस पुत्र हूँ बीजेपी एबे एबे भी देखंतु एई जो कहउचंती ये सेही बिजू पटनायक बिजू परिवार इन बीजेपी आगामी दिन रे बिजू परिवार जो कथा आपण कहउचनी मु प्रेडिक्शन करछु मु पॉलिटिकल इंट्यूशन कहउची जे पुणी सेही बिजू परिवार एकाठी हेबे पुणी सेही भारतीय जनता पार्टी सहित अलायंस कर बीजेडी भांगियो कोन बीजेडी तो शेष भांगियो न रसा तळ हे से बीजेडी टा पुणी आ गोटे रिजनल पार्टी ना नबो कोन रिजनल बीजेडी न रही पारे आ गोटे कोन ना हबो बट सेटा रहइबो हाँ सेटा हबो ऑटोमेटिक सेटा संघ भवन पद्म भवन रो गोटे क्रिएशन होउची संघ भवन जेतल संघ फाटी जीवो ऑटोमेटिक सेटा पद्म भवन हे जीवो एटा नॉर्मल कथा एतरे किछि नूतन नूतन नाही किछि अधिक किछि चेष्टा करिया पड़िबो जोठू तैयारी हेछि सेठी विनाश हबो सेठी मिसि जीवो मिसि गला पर ऑटोमेटिक हबो एवं एई जो बिजू पटनायक विचारधारा अण कांग्रेस बिजू पटनायक रो विचारधारा थिला अण कांग्रेस राजनीति करथिले सेउनो कांग्रेस अण कांग्रेस विचारधारा लोक माने एवं बिजू पटनायक लोक आगामी दिन रे एकाठी हेबे आ सत्य एवं सेई गोटाक पुणी आउ थरे आउ गोटे नुआ रूप नै पारे किंबा सेई बिजू जनता दल ना ही पारे एमान सब पळै जिवे बीजेपी किछि चाउन बीजेपी चाहूची बीजेडी रहू काई कहलो तार दल तार पैसा सेई दल से तैयारी करथिला से काई चाइबो भांगिया ये मन को मन भांगी जाउछन एंकर स्टाइल ऑफ ऑपरेशन ये जो कांग्रेस वाला को आनिकरी बीजेडी रे पुरई देले सेइति पई ये दल वर्तमान रसातल होबा को जाउछ माने सब फाटो किछि नै हेई पारे तांकर जो दुर्बुद्धि सब जुटुची लास्ट जो विनाश काले विपरीत बुद्धि ये जो कथाटा एबे नुह एटा आरंभ हेलानी 6-7 वर्ष हला धीरे 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 डिग्रेडेशन नहीं आउतला 24 रे खत्म एबे एबे जो जहा माने अधा क्रैक करी जाइतला आउ जहा बुडिया को थिला एबे धीरे धीरे जो स्टाइल रे कार्य होउची बीजेडी तो षष्ठ थर पई आस्थान त केही हटै दी न था तांको कार्यकलाप तांको हटै देला सरकार रु से माने निजे निजे पळेले तांको केही पठै न हेतिबो पांडियान प्रचार कले कि पांडियान बेसी ऑपरेशन कले कि बेसी फ्रंट को पळे आथिले सेति पई बैक फायर हैला से जदि पछरे रहउतले ठीक थिला आगु को आसिला पर बैक फायर हे गेला बैक फायर जो रिजल्ट ए आसिला नवीन कर उत्तराधिकारी किए अच्छा नवीन पट्टनायक उत्तराधिकारी कहीं नहांती उत्तराधिकारी से तैयारी करता उत्तराधिकारी टिके दायित्व देले सी भ्रष्ट कला किसी असुविधा नहीं पॉलिटिक्स रे कौन कथा माने प्रेडिक्ट करहबनी कि असंभव नहीं सबू असंभव संभव सबू संभव असंभव दैट इज पॉलिटिक्स समस्त पूरा टच रे अछंती समस्त छाड़िया कौन पूरा दल को भ्रष्ट करिया माने बीजेडी रे आज भी मु कहूची कौन सी गोटे नेता कौन सी गोटे कर्मी आउ संतुष्ट कि विश्वास भी जे दल आउ थे व्यवस्था को आसीबो दल संगठित हबो ये विश्वास तल स्तर कर्मी मानकर नाही जेमति कांग्रेस अवस्था हो जाइए जे कांग्रेस वाला आउ विश्वास नहीं जे आमे आउ दल आसीबो ए दल संगठित हबो सरकार आउ आसीबो ए विश्वास कांग्रेस वाला पळैछि सेमति बीजेडी रे मध्य तल स्तर कर्मी मानकर विश्वास पळैला वर्तमान ओडिसा रे जेमति आमे गोटे समय थिला हम भी से बिजू जनता दल से समय आह्वान थिला से कहूला ओडिसा रे एकमात्र दल बिजू जनता दल आज सेमति गोटे समय आसी ओडिसा रे गोटे दल जिला भारतीय जनता पार्टी एकमात्र विकल्प ये वर्तमान कॉमन मैसेज टू द ओडिशा पीपल घरटा गोटे बड़ कथा हजार हजार कोटी आगे नहीं गले कुआडे कुआडे तब घर कथा कौ पचार खुचुरा कथा पूरा लुटी नहीं जाइछथि ओडिसा को थाउजेंड ऑफ क्रोड्स टंका हरि लुट हो जाइए आज्ञा जे रंग माइला सी
ରାସ୍ତାରେ ଯିଏ ରଙ୍ଗ କଲର କରୁଥିଲା ସିଏ ବି ବାହାର ନନ୍ ଓଡ଼ିଆ। ଓଡ଼ିଆ କିଏ କୁଆଡେ ଖାଇଦେଲେ ଯଦି ଓଡ଼ିଆ କିଏ ଖାଇଦେଇଛି କଣ ଅସୁବିଧା ଅଛି? ନନ୍ ଓଡ଼ିଆ ନେଇଗଲେ ସବୁ ଯାକ ପଇସା। ବୁଝିପାରିଲେ ନା ନାଇଁ? ସବୁ ଆପଣ ଜାଣିଛନ୍ତି, ଆମକୁ ଖାଲି ପଚାରୁଛନ୍ତି।